ଓମ୍ ଶ୍ରୀ ସାଇ ନାଥାୟ ନମଃ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ଛୁଆ, ମୁଁ ଜାଣିଛି ତୁମକୁ ବହୁତ କଷ୍ଟ ଉଠେଇବାକୁ ପଡ଼ିଛି। ଏବେ ସେ ସମୟ ଚାଲିଯାଇଛି। ତୁମେ ଯେଉଁ ଜିନିଷ ପାଇଁ ବହୁତ ଦିନ ହେଲାଣି ଅପେକ୍ଷା କରିକି ରହିଛ, ଆଉ ମନରୁ ଟିକେ ବି ହେଲେ ବିଶ୍ୱାସ ହରେଇନ, ସେ ଜିନିଷ ତୁମକୁ ପ୍ରାପ୍ତ ହେବାକୁ ଯାଉଛି। ଯାହା ତୁମେ ଚାହିଁଥିଲ, ତୁମ ପରିବାରର ସମସ୍ତଙ୍କର ଇଚ୍ଛା ଥିଲା ଯେଉଁ ଜିନିଷ ପାଇବା ପାଇଁ, ସେ ଜିନିଷ ତୁମକୁ ମିଳିବାକୁ ଯାଉଛି। କାହିଁକି ନା ତୁମେ ସବୁବେଳେ ଭଲ କଥା ହିଁ ଭାବିଛ। ମନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖିଛ। ତୁମ ମନର ଇଚ୍ଛା ନିଶ୍ଚିତ ପୂର୍ଣ୍ଣ ହେବ। ମୋର ପ୍ରିୟ ଛୁଆ, ସବୁବେଳେ ଭଲ ମନରେ ସବୁ ଜିନିଷ କର। ମନରେ କୌଣସି କିନ୍ତୁର ଶବ୍ଦ ରଖନି। ମନ ସବୁବେଳେ ପବିତ୍ର ରଖ। ସବୁବେଳେ ପୂଜା ପାଠରେ ମନକୁ ଲଗେଇକି ରଖ। ସବୁବେଳେ ଭଲ ବ୍ୟବହାର କର। ସମସ୍ତଙ୍କ ସାଙ୍ଗରେ ଭଲ ସମ୍ପର୍କ ରଖ। କାହା ପ୍ରତି କିଛି ବି ଅନ୍ୟାୟ କରନି। ତୁମେ ଯେତେ ଭଲ ଚିନ୍ତାଧାରା ରଖିବ, ତୁମର ଆଗକୁ ସବୁ ନିଶ୍ଚୟ ଭଲ ହେଇକି ହିଁ ରହିବ। କାହିଁକି ନା ଈଶ୍ୱର ଏତେ ନିଷ୍ଠୁର ନୁହନ୍ତି। ଯିଏ ଭଲ କର୍ମ କରିବ ତାକୁ ସେ ଖାଲରେ ପକାଇଦେବେ। ଭଗବାନ ସେଇମାନଙ୍କ ସାଙ୍ଗରେ ଥାଆନ୍ତି ଯିଏ ଅନ୍ୟକୁ ସାହାଯ୍ୟ କରେ। ଯଦି ସମୟ ଖରାପ ଚାଲିଛି, ତୁମେ କିନ୍ତୁ ଭଲ କର୍ମ କରୁଛ, ହେଲେ ମନରେ କୌଣସି ଦୁଃଖ କରନି। କାହିଁକି ନା ଈଶ୍ୱର ସବୁ ଦେଖୁଛନ୍ତି, ଆଉ ସେ ତମକୁ ସେ ସବୁ ଦେବେ ଯାହା ତୁମେ ଚାହିଁଥିଲ। ମନକୁ ସବୁବେଳେ ଭଲ କାମରେ ଲଗେଇକି ରଖ। ସାଇ ସଚରିତ୍ରକୁ ସବୁଦିନ ପାଠ କର। ସବୁ କିଛି ଆପେ ଠିକ୍ ହେଇଯିବ। ଆଉ ପଛରେ ମୋତେ ନିଶ୍ଚୟ ଜଣେଇବ। ସତରେ ବାବାଙ୍କ କଥା ସବୁ ସତ ହେଇଛି। ଆଜି ବାବାଙ୍କ କଥା ମାନିଥିଲି ବୋଲିକି ମୋ ଜୀବନରେ ସବୁ କିଛି ଠିକ୍ ଅଛି। ଏମିତି ଭାବନା ମନେ ରଖ, ଆଉ ଆଗକୁ ଚାଲ। ପଛକୁ କେବେ ବି ଫେରନି। ଯାହା ଘଟିଯାଇଛି ସେ ଜିନିଷକୁ ଭାବିକି ମନ କଷ୍ଟ କରନି। ମୁଁ ଜାଣିଛି ତୁମେ କ'ଣ। ମୋର ସନ୍ତାନ, ତୁମେ ଯାଅ। ତୁମେ ଯେଉଁ କାର୍ଯ୍ୟ କରୁଛ, ସେ କାର୍ଯ୍ୟରେ ତୁମେ ନିଶ୍ଚୟ ସଫଳତା ହାସଲ କରିବ। ତୁମ ବାବାର ତୁମକୁ ଆଶୀର୍ବାଦ। ମୋ ଆଶୀର୍ବାଦ ସବୁବେଳେ ତୁମ ସାଙ୍ଗରେ ଅଛି। ଆଖିରୁ ଲୁହ ପୋଛି ଦିଅ, ଆଉ ମୁହଁରେ ହସ ଭରିଦିଅ। ତୁମ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଓମ୍ ଶ୍ରୀ ସାଇ ନାଥାୟ